जय जगन्नाथ। ମୁଁ ଅବିନାଶ ସ୍କିଲ୍ ବର୍ଡ ଏଜୁକେସନକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆଲୋଚନା କରିବା କିଛି ପରୀକ୍ଷା ଉପଯୋଗୀ କରେଣ୍ଟ ଆଫେୟାର୍ସ। ପ୍ରଥମ ପ୍ରଶ୍ନ, ନିକଟରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର କମ୍ପାନୀ ନିଜର ନାମ ପରିବର୍ତ୍ତନ କରିଛି। ଏହାର ନୂତନ ନାମ କ'ଣ ରଖାଯାଇଛି? ଏହାର ସଠିକ ଉତ୍ତର ହେଉଛି ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍। ଦ୍ୱିତୀୟ ପ୍ରଶ୍ନ, ଇମ୍ଫାଲର ପ୍ରଶଂସିତ ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ରତନ ଥିଆମଙ୍କର 77 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କେଉଁ ରାଜ୍ୟର ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ଥିଲେ? ଏହାର ସଠିକ ଉତ୍ତର ହେଉଛି ମଣିପୁର। ତୃତୀୟ ପ୍ରଶ୍ନ, ନିକଟରେ ଭାରତ କେଉଁ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ବା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସ୍ୱାକ୍ଷର କରିଛି? ଏହାର ସଠିକ ଉତ୍ତର ହେଉଛି ୟୁକେ। ଚତୁର୍ଥ ପ୍ରଶ୍ନ, ଓଡ଼ିଶାକୁ ଟେକ୍ସଟାଇଲ ଓ ଆପାରେଲ ଉତ୍ପାଦନ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ଓଡ଼ିଶା ଟେକ୍ସ 2025 ସମ୍ମିଳନୀ ନିକଟରେ କେଉଁଠାରେ ଅନୁଷ୍ଠିତ ହୋଇଯାଇଛି? ଏହାର ସଠିକ ଉତ୍ତର ହେଉଛି ଭୁବନେଶ୍ୱର। ପଞ୍ଚମ ପ୍ରଶ୍ନ, ନିକଟରେ କିଏ ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ ଅଧିନାୟକ ବ୍ରାଣ୍ଡନ ମ୍ୟାକକଲମଙ୍କ ରେକର୍ଡକୁ ଭଙ୍ଗ କରି ଯୁବ ଟେଷ୍ଟ ଇତିହାସରେ ଦ୍ରୁତତମ ଶତକର ଗୌରବ ହାସଲ କରିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଆୟୁଷ ମହାତ୍ରେ। ଷଷ୍ଠ ପ୍ରଶ୍ନ, ନିକଟରେ ଦୁଇ ଦେଶ କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷର ମୁଖ୍ୟ କାରଣ କ'ଣ? ଏହାର ସଠିକ ଉତ୍ତର ହେଉଛି 1000 ବର୍ଷର ହିନ୍ଦୁ ମନ୍ଦିର ବିବାଦ। ସପ୍ତମ ପ୍ରଶ୍ନ, ଇଂରାଜୀ ଗ୍ରନ୍ଥ ଗ୍ଲୋରି ଅଫ୍ ଲର୍ଡ ଜଗନ୍ନାଥର ଲେଖକ କିଏ? ଏହାର ସଠିକ ଉତ୍ତର ହେଉଛି ଡକ୍ଟର ଭାସ୍କର ମିଶ୍ର। ଅଷ୍ଟମ ପ୍ରଶ୍ନ, ଶିଶୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଲଞ୍ଚ କରିଥିବା ମିଶନ ବାତ୍ସଲ୍ୟ ଯୋଜନାର ମୂଳ ମନ୍ତ୍ର କ'ଣ ରଖାଯାଇଛି? ଏହାର ସଠିକ ଉତ୍ତର ହେଉଛି ଏଭ୍ରି ଚାଇଲ୍ଡ ମ୍ୟାଟର୍ସ। ନବମ ପ୍ରଶ୍ନ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ପିତ ଇଂରାଜୀ ପୁସ୍ତକ ଦି ପବ୍ଲିକ ପ୍ରେସିଡେଣ୍ଟର ଲେଖକ କିଏ? ଏହାର ସଠିକ ଉତ୍ତର ହେଉଛି ଆଦର୍ଶ ତ୍ରିପାଠୀ। ଦଶମ ପ୍ରଶ୍ନ, ଅନ୍ୟ ଦେଶର ନାଗରିକମାନଙ୍କୁ ନିଯୁକ୍ତି ନ ଦେବା ପାଇଁ ସମ୍ପ୍ରତି କିଏ ଗୁଗଲ, ମାଇକ୍ରୋସଫ୍ଟ ଭଳି ଟେକ୍ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇଛନ୍ତି? ଏହାର ସଠିକ ଉତ୍ତର ହେଉଛି ଡୋନାଲ୍ଡ ଟ୍ରମ୍ପ। ତ ଏଇ ଥିଲା ଦେଶ, ବିଦେଶ ଓ ରାଜ୍ୟର କିଛି ବଛା ବଛା କରେଣ୍ଟ ଆଫେୟାର୍ସ। ଆମ ଚ୍ୟାନେଲର ଉଦ୍ଦେଶ୍ୟ ଆପଣଙ୍କ ଏକ୍ଜାମ ପ୍ରିପାରେସନକୁ ଆହୁରି ଉନ୍ନତ କରିବା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ନିମ୍ନରେ ଆପଣଙ୍କ ମତାମତ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।